ଜାଗା ନେଲା ବେଳେ ପ୍ରତିଶ୍ରୁତିରେ ପୋତି ପକାଇଲେ ହେଲେ ଏବେ ଆଉ ଧରା ଛୁଆ ଦେଉନାହିଁ କମ୍ପାନୀ। ସବୁଆଡୁ ନିରାଶ ହେବା ପରେ ଏବେ ନିଜର ହକ୍ ପାଇଁ ଆନ୍ଦୋଳନ ଓ ଧାରଣା ଦେବାକୁ ପଡ଼ିଛି ଶିଳ୍ପ ପାଇଁ ଜମି ଦେଇଥିବା ପରିବାର। ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍ କମ୍ପାନୀରେ ନିଯୁକ୍ତିକୁ ନେଇ ଚକ୍ରଧରପୁର ସ୍ଥିତ ଅଫିସର୍ସ କଲୋନୀରେ ସ୍ଥାନୀୟ ଲୋକଙ୍କ ଧାରଣା ଦିଆଯାଇଛି। କମ୍ପାନୀର କର୍ମଚାରୀମାନଙ୍କ ଷ୍ଟାଫ୍ କ୍ୱାର୍ଟର୍ସ ନିମନ୍ତେ ପାରାଦୀପ ଗଡ଼ ପଞ୍ଚାୟତ ଚକ୍ରଧରପୁର ଠାରେ ଏକ ସ୍ଥାନ ନିରୂପଣ କରାଯାଇ ଏବେ କମ୍ପାନୀ ଫାଇଲିଂ କାର୍ଯ୍ୟ ଆରମ୍ଭ କରିଛି। ଆଜି ଏହି ଫାଇଲିଂ କାର୍ଯ୍ୟକୁ ଚକ୍ରଧରପୁର ଗ୍ରାମବାସୀ ବନ୍ଦ କରିବା ସହ ନିଯୁକ୍ତିକୁ ନେଇ ଧାରଣାରେ ବସି ରହିଛନ୍ତି। ଦୀର୍ଘ ବର୍ଷ ହେବ କମ୍ପାନୀ ଜାଗା ନେବା ପରେ ପ୍ରତିଶ୍ରୁତି ମୁତାବକ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେଇନାହିଁ। ଏନେଇ ସ୍ଥାନୀୟ ଲୋକେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲର ଫାଇଲିଂ କାର୍ଯ୍ୟ ବନ୍ଦ ରଖିବା ସହ ଚକ୍ରଧରପୁର ଗ୍ରାମର ଗ୍ରାମବାସୀମାନେ ନିଯୁକ୍ତି ଦାବି ନେଇ ଧାରଣାରେ ବସି ରହିଛନ୍ତି। ଯେପର୍ଯ୍ୟନ୍ତ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ନ ମିଳିଛି ସେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି। 4 ବର୍ଷ ହେଲାଣି ମିତ୍ତଲ କମ୍ପାନୀ ଆମକୁ ସବୁବେଳେ ଆଜି କାଲି କାଲି ଆଜି ସବୁଦିନ ଆମକୁ ଏମିତି କହୁଛନ୍ତି ଯେ ଚାକିରି ଆମକୁ ଦେବେ, କିନ୍ତୁ ଚାକିରି ଆମ ଦେଉନାହାନ୍ତି। ଏବଂ ବିଲ ବାଡ଼ି ଆମର ଜାଗା ଯୁକ୍ତି କଲେ ଆମକୁ କହିଲୁ କମ୍ପାନୀ ଯଦି ଆମ ଜାଗା ବାଡ଼ି ନେଲେ ଆମର ଯାହା ବି ହେଲେ ଆମର ପିଲାମାନଙ୍କୁ ଚାକିରି ବାକିରି ଦେବେ, କିନ୍ତୁ ଚାକିରି ବାକିରି କିଛି ନାହିଁ। ଆମକୁ 7 ଦିନ 3 ଦିନ 4 ଦିନ ଏମିତି ଭୂତେଇ ଚାଲିଛନ୍ତି। କିନ୍ତୁ ଏଡିଏମ୍ ସାର୍ଙ୍କ କତିକି ଚାଲ ଏଠି ଚାଲ ଏମିତି ପ୍ରଶାସନ ଚାଲ ଏମିତି ଆମେ ସବୁଆଡ଼କୁ ଯାଇ କିନ୍ତୁ ନିରାଶ ହେଇ ଆମେ ଫେରିଛୁ। କିନ୍ତୁ ଏମିତି ଷ୍ଟ୍ରାଇକ୍ କରିଲା ପରେ ବି ଆଜି ପର୍ଯ୍ୟନ୍ତ ଆମକୁ ସେ ପିଲାମାନଙ୍କୁ ବି ଚାକିରି ବାକିରି ନାହିଁ। ଅନଶନ ଇଏ କରିକି ଆମେ ଷ୍ଟ୍ରାଇକ୍ କରି ରହିବୁ ଯେପର୍ଯ୍ୟନ୍ତ ଆମ ଦାବି ପୂରଣ ନ ହୋଇଛି ଆମେ ଏଠୁ ଉଠିବୁ ନାହିଁ। ଘଟଣାସ୍ଥଳରେ ଲକ୍ ଥାନା पुलिस ପହଞ୍ଚିଥିବା ବେଳେ କମ୍ପାନୀ ଅଧିକାରୀଙ୍କ ସହିତ କୌଣସି ଆଲୋଚନା ହୋଇନାହିଁ ବୋଲି କହିଛନ୍ତି ଧାରଣାକାରୀ। ତେବେ କମ୍ପାନୀର ଷ୍ଟାଫ୍ କ୍ୱାର୍ଟର୍ସ ନିମନ୍ତେ ଫାଇଲିଂ କାର୍ଯ୍ୟର ବାଧାପ୍ରାପ୍ତ ହେଉଥିବା ବେଳେ 1962 ମସିହା ଏହି ସ୍ଥାନ ପାରାଦୀପ ବନ୍ଦର କିଣିଥିବା କହିଛନ୍ତି ସ୍ଥାନୀୟ ଲୋକେ। আজি এই মিত্তল কোম্পানি আমার এই জায়গা নেলা আমি প্রতিশ্রুতি দেলা পিলাମାନଙ୍କୁ 5 ଥର 10 ଥର ଆମେ ଏଠି ଷ୍ଟ୍ରାଇକ୍ କରି ବସିଥିଲୁ। ଆମକୁ ସମୁଦାୟ ପ୍ରଶାସନ ସେ ଆସି କହିଲେ ଯେ ତୁମେ ଆସ ଆମେ ଆମ ସାଙ୍ଗରେ ବସି ଆମେ ଏ କରିବୁ। ମିତ୍ତଲ କମ୍ପାନୀର ବି ସେ ଗୌଡ଼ା ବାବୁ ଯିଏ ଅଛନ୍ତି ସିଏ ଆସିକି ଆମକୁ ଲିଖିତ ଆକାରରେ ଲେଖିକି ଦେଲେ ଯେ ଅମକ ତାରିଖ ଦିନ ଆମେ ଏ ବାବଦରେ ବସି ଏଡିଏମ୍ ଆଇଆଇସିଙ୍କ କତିରେ ବସିକିରି ଫାଇନାଲ୍ କରିବୁ। ସେ ବି କିଛି ବୁଝିଲେ ନାହିଁ। ତାପରେ ପୁଣି ଆମେ ଅନଶନରେ ଏଠି ବସିଥିଲୁ। ଆମକୁ ଆଇଆଇସିଆର୍ କହିଲେ ଯେ ତୁମେ 7 ଦିନ ଟାଇମ୍ ଦିଅ, 7 ଦିନ ପରେ ମୁଁ ଯାହା ଫାଇନାଲ୍ ତୁମେ ତୁମର ଯାହା କରିବ ଆମର କିଛି କହିବାର ନାହିଁ। ତେଣୁ ଆମେ ତାଙ୍କ କଥା ଅନୁସାରେ ଏପର୍ଯ୍ୟନ୍ତ ଅପେକ୍ଷା କରିଥିଲୁ। ଆଜି ଆସିକି ଆମେ ବସିଛୁ ଏଠି ଧାରଣାରେ ସବୁଦିନ ପାଇଁ ବସିବୁ ଯେପର୍ଯ୍ୟନ୍ତ ମିତ୍ତଲ କମ୍ପାନୀ ଆମକୁ ଏଠି ଚାକିରି ଆମ ପିଲା ନ ପାଇଛନ୍ତି ସେ ପର୍ଯ୍ୟନ୍ତ ଆମେ ଆମରଣ ଅନଶନ କରି ବସିବୁ। ଆମେ କେବେ ଉଠିବୁ ନାହିଁ। ଆମକୁ ସେ ମାରନ୍ତୁ ଧରନ୍ତୁ ବାନ୍ଧନ୍ତୁ କେସ୍ ଦିଅନ୍ତୁ ଯାହା କରନ୍ତୁ ଆମେ କେବେ ଏଇଠି ଉଠିବୁ ନାହିଁ। 62 ମସିହାରେ ସରକାର ଏଇଠି ମାତ୍ର 300 ଟଙ୍କାରେ ଆମ ଜାଗା ନେଇଛନ୍ତି। ଯେଉଁଠି ଆଜି 30 ଲକ୍ଷ ହେଲା ଏକର ଆମଠୁ 300 ଟଙ୍କା ନେଇଛନ୍ତି। ଆମର ଯିବା ଆସିବା ରାସ୍ତା ଯେଉଁ ଚକ୍ରଧରପୁର ବର୍ତ୍ତମାନ କମ୍ପାନୀ ଭିତରେ 1 ଏକର କେତେ ଡିସିମିଲ୍ ଅଛି ତାକୁ ଯଦି ସେ ଆମ ପିଲାଙ୍କ କଥା ନ ଶୁଣନ୍ତି ଆମେ କୋର୍ଟରେ ଆଶ୍ରୟ ନେବୁ ଏବଂ ସେ ଅବରୋଧ କରି ଆମେ ସେ ଜାଗା ଛାଡ଼ିବୁ ନାହିଁ। ପରେ ଏହାକୁ ପାରାଦୀପ ବନ୍ଦର ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍ କମ୍ପାନୀକୁ ହସ୍ତାନ୍ତର କରିଥିଲା। ରିପୋର୍ଟ ନ୍ୟୁଜ୍ ପ୍ରାଇମ୍ ଓଡ଼ିଶା।